ଜୟ ଜଗନ୍ନାଥ ପିଲାମାନେ। ୟୁଟ୍ୟୁବ ଚ୍ୟାନେଲରେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜିର କ୍ଲାସରେ ଆମେ ସପ୍ତମ ଶ୍ରେଣୀ ଏକର୍ଡିଂ ଟୁ ନ୍ୟୁ ସିଲାବସ୍ ଇଂରାଜୀ ବହିର ୟୁନିଟ୍ 1ରେ ଥିବା ଦ ଡେ ଦ ରିଭର ସ୍ପୋକ୍ ଟପିକକୁ ଆଲୋଚନା କରିବା ଏବଂ ସେମାନେ ଦେଖିପାରୁଥିବ ଲର୍ଣ୍ଣିଂ ଟୁଗେଦର ଏହା ଏକ ଥିମ୍। ତିନିଟା ଟପିକରେ ଡିଭାଇଡ୍ ହୋଇଛି। ତ ପ୍ରଥମ ଟପିକ ରହିଲା କ'ଣ ନା ଦ ଡେ ଦ ରିଭର ସ୍ପୋକ୍। ଏହା ଏକ ଆମେ କହିପାରିବା କି ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରସଙ୍ଗ। ଏବେ ଡିଟେଲରେ ଆମେ ଆଲୋଚନା କରିବା। ପାର୍ଟ 1ରେ କ'ଣ ରହିଛି, ଦ ଡେ ଦ ରିଭର ସ୍ପୋକ୍। ଏହାର ଅର୍ଥ ହେଲା ପିଲାମାନେ, ଯେଉଁଦିନ ନଦୀ କହିଲା। କିପରି ନଦୀ ପ୍ରୋତ୍ସାହିତ କରିଛି ଶିକ୍ଷା ପାଇଁ ଏବଂ ମୋଟାମୋଟି ଭାବେ କହିବାକୁ ଗଲେ ଏହା ଏକ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ପ୍ରସଙ୍ଗ। ଏବେ ଡିଟେଲରେ ଦେଖିବା ରିଡିଂରେ କ'ଣ ରହିଛି। ପ୍ରଥମେ ହେଲା କ୍ଲୋଜ୍ ୟୁର ଆଇଜ୍ ଏଣ୍ଡ କ୍ୱାଇଟଲି ଲିସନ୍ ଟୁ ଦ ସାଉଣ୍ଡସ୍ ଆରାଉଣ୍ଡ ୟୁ ଫର୍ ଏ ମିନିଟ୍। କିଛି କ୍ଷଣ ପାଇଁ ତୁମେ ତୁମର ଆଖିକୁ ବନ୍ଦ ରଖ ଏବଂ ନୀରବତାର ସହ ତୁମ ଚତୁଃପାର୍ଶ୍ୱରେ କ'ଣ ଘଟୁଛି ତାହାକୁ ଅନୁଭବ କର। ଦେନ୍ ଆର୍ ଦେ ଟ୍ରାଇଂ ଟୁ ଟେଲ୍ ୟୁ ସମଥିଙ୍ଗ। ସେମାନେ ତୁମକୁ କିଛି କହିବାକୁ ଚାହୁଁଛନ୍ତି କି? ଡୁ ୟୁ ଥିଙ୍କ ଦ ଥିଙ୍ଗସ୍ around you also listen to you all day long? ତୁମେ କିଛି ଭାବୁଛ କି ସେମାନେ ଯେପରି ତୁମଠାରୁ କିଛି ଶୁଣିବାକୁ ଚାହୁଁଛନ୍ତି କି? ସେୟାର ୟୁର ଆନ୍ସର ୱିଥ୍ ୟୁର କ୍ଲାସମେଟ୍ ଆଣ୍ଡ ଦ ଟିଚର। ଯାହା ଅନୁଭବ କଲ ତୁମେ ତୁମ ସହପାଠୀ ଏବଂ ଶିକ୍ଷକଙ୍କ ସହିତ ଆଲୋଚନା କର। ଏବେ ଦେଖିବା କ'ଣ ରହିଛି। ଜାହ୍ନବୀ ୱାଜ୍ ଏ ବ୍ରାଇଟ୍ ୟଙ୍ଗ ଗର୍ଲ। ଜାହ୍ନବୀ ଜଣେ ସାହସୀ ଝିଅ ଥିଲା। ସି ଲିଭ୍ଡ ୱିଥ୍ ହର ପ୍ୟାରେଣ୍ଟସ୍ ଏଣ୍ଡ 3 ବ୍ରଦର୍ସ ଇନ୍ ଏ କୋଷ୍ଟାଲ ଭିଲେଜ ଇନ୍ ଇଣ୍ଡିଆ। ଭାରତର ଉପକୂଳବର୍ତ୍ତୀ ଏକ ଗାଁରେ ସେ ତାର 3 ଭାଇ ଏବଂ ପିତାମାତାଙ୍କ ସହ ରହୁଥିଲା। ହର ପ୍ୟାରେଣ୍ଟସ୍ ୱାର୍କଡ ଅନ୍ ଦ ଫାର୍ମ। ଜାହ୍ନବୀର ବାପା ଏବଂ ମା, ଆମେ କହିପାରିବା ଅଭିଭାବକ, କ୍ଷେତରେ କାମ କରନ୍ତି କରୁଥିଲେ। ସି ହାଡ୍ ଏ ଡ୍ରିମ୍। ତାହାର ଏକ ସ୍ୱପ୍ନ ଥିଲା। ଏବଂ ନମ୍ବର 1ରେ ଦେଲା କି ହ୍ୱାଟ ଉଡ୍ ବି ଦ ଡ୍ରିମ୍ ଅଫ୍ ଜାହ୍ନବୀ। ଜାହ୍ନବୀର ସ୍ୱପ୍ନ କ'ଣ ଥିଲା? ଆମେ କହିପାରିବା ହି ୱାଣ୍ଟସ୍ ଟୁ ଗୋ ଟୁ ସ୍କୁଲ ଏଣ୍ଡ ଲର୍ନ। ନିଶ୍ଚିନ୍ତ ଠିକ୍ ସେହିପରି। ହାଉ କୁଡ୍ ସି ମେକ୍ ହର ଡ୍ରିମ୍ କମ୍ ଟ୍ରୁ। କିପରି ତାର ସ୍ୱପ୍ନକୁ ପୂରଣ କରିପାରିଲା? ହ୍ୱାଟ ଇଜ୍ ୟୋର ଡ୍ରିମ୍। ତୁମର ସ୍ୱପ୍ନ ମଧ୍ୟ କ'ଣ? ହ୍ୱାଟ କ୍ୟାନ୍ ୟୁ ଡୁ ଟୁ ମେକ୍ ୟୋର ଡ୍ରିମ୍ କମ୍ ଟ୍ରୁ। ତୁମର ସ୍ୱପ୍ନକୁ ତୁମେ କିପରି ସତ୍ୟରେ ପରିଣତ କରିବ? ଏହିପରି ତୁମକୁ ପିଲେ ପ୍ରଶ୍ନ ପଚାରିଛି। ଦେନ୍ ସେୟାର ୟୁର ଆନ୍ସର ୱିଥ୍ ୟୁର କ୍ଲାସମେଟ୍ ଆଣ୍ଡ ଦ ଟିଚର। ଏକଥା ତୁମେ ତୁମର ସହପାଠୀ ଏବଂ ଶିକ୍ଷକଙ୍କ ସହିତ ଆଲୋଚନା କର। ଏବେ ଡିଟେଲରେ ଆମେ ପ୍ରସଙ୍ଗ କ'ଣ ରହିଛି ଦେଖିବା। ଏ ବିଗ୍ ବ୍ରାଇଟ୍ ଟିୟର ସ୍ପ୍ଲାଶ୍ଡ ଡାଉନ୍ ହର ନୋଜ୍। ଏକ ବଡ଼ ଲୁହ ଠୋପା ନାକର ଅଗ୍ରଭାଗ ଦେଇକି ବହି ଆସୁଛି। ଏଣ୍ଡ ଆନାଦର, ଏହିପରି ପୁନର୍ବାର। ଏ କିଙ୍ଗ ଫିଶର ସ୍ୱେପ୍ଟ ଡାଉନ୍। ମାଛରଙ୍କା ପକ୍ଷୀକୁ ଆମେ କିଙ୍ଗଫିଶର କହିଥାନ୍ତି। ସ୍ୱେପ୍ଟ ଡାଉନ୍, ଝାମ୍ପ ଦେଇକି ତଳକୁ ଗଲା। ଇଟ୍ସ ୱିଙ୍ଗସ୍ ଆନ୍ ଆରୋ ଅଫ୍ ବ୍ଲୁ ଇନ୍ ଦ ସନଲାଇଟ୍। ସୂର୍ଯ୍ୟଙ୍କର କିରଣରେ ଏହାର ଡେଣା ଗୁଡ଼ିକ ଯେପରି ନୀଳ ରଙ୍ଗର ତୀର ପରି ଦେଖାଯାଉଛି ବା ଦେଖାଗଲା। ଏଣ୍ଡ ଏ ଗ୍ରୀନ୍ ଲିଜାର୍ଡ ସ୍ଲିଥର୍ଡ ଡାଉନ୍ ଦ ରିଭର୍ସ ଏଜ୍ ଟୁ ବାସ୍କ ଇନ୍ ଦ ସନ୍। ଗ୍ରୀନ୍ ଲିଜାର୍ଡ, ସବୁଜ ରଙ୍ଗର ଝିଟିପିଟି। ସ୍ଲିଥର୍ଡ, ଦ୍ୟାଟ୍ ମିନ୍ସ ମୁଭ୍ଡ ସ୍ମୁଥଲି ବାଇ ସ୍ଲାଇଡିଂ ଫ୍ରମ୍ ସାଇଡ୍ ଟୁ ସାଇଡ୍। ଯେତେବେଳେ ପିଲାମାନେ ସରୀସୃପ ଗୁଡ଼ିକ ମୁଭ୍ କରିଥାନ୍ତି ବା ଗତିଶୀଳ ହୋଇଥାନ୍ତି, ସେମାନେ ସରକିକି ଯାଇଥାନ୍ତି, ଅର୍ଥାତ୍ ଅନ୍ୟ ପ୍ରାଣୀ ଠାରୁ ସେମାନେ ନୀରବତାର ସହ ବା ଅଳ୍ପ ଶବ୍ଦ କରିକି ସେମାନେ ଯାଇଥାନ୍ତି। ତ ଏଠି ସେ ସ୍ଲିଥର୍ଡ ମିନିଂ ଦେଇଛି କି ମୁଭ୍ଡ ସ୍ମୁଥଲି ବାଇ ସ୍ଲାଇଡିଂ ଫ୍ରମ୍ ସାଇଡ୍ ଟୁ ସାଇଡ୍। ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ସରକି ଯିବାକୁ ଏଠି ସ୍ଲିଥର୍ଡ କୁହାଯାଇଛି। ଡାଉନ୍ ଟୁ ଦ ରିଭର୍ସ,
is to bask in the sun, ସୂର୍ଯ୍ୟଙ୍କ କିରଣରେ ଚେଇଁ ରହିଥିବା ସେଇ ସବୁଜ ରଙ୍ଗର ଝିଟିପିଟିଟିଏ ନଦୀର କୂଳରୁ ତଳକୁ ଚାଲିଗଲା ପରି ତାକୁ ଅନୁଭବ ଲାଗିଲା। Dear, dear, said sleepy, murmuring voice, what is the matter? তো ଏଇଠି ସେ ପ୍ରିୟ ପ୍ରିୟ said sleepy ଅର୍ଥାତ୍ ସ୍ୱଳ୍ପ ସ୍ୱରରେ ମୁର୍ମୁରିଂ ଗୁଣୁଗୁଣୁ ଶବ୍ଦରେ ସେ ପଚାରୁଛି ହ୍ୱାଟ୍ ଇଜ୍ ଦ ମ୍ୟାଟର ଘଟଣା କ'ଣ? ଜାହ୍ନବୀ ୱାଜ୍ ଷ୍ଟାର୍ଟଲ୍ ଦ୍ୟାଟ୍ ମିନ୍ସ ସରପ୍ରାଇଜ୍ ପିଲାମାନେ ଷ୍ଟାର୍ଟଲ୍ ମାନେ ଆଶ୍ଚର୍ଯ୍ୟ ହେଇଯିବା ବା ଚକିତ ହେଇଯିବା ବିକଜ ସି ୱାଜ୍ ସିଓର ସି ହାଡ୍ ବିନ୍ କ୍ୱାଇଟ୍ ଏଲୋନ୍ କାରଣ ସେ ନିଶ୍ଚିନ୍ତ ଥିଲା କି ସେ ସମ୍ପୂର୍ଣ୍ଣ ଭାବେ ଏଠାରେ ଏକୁଟିଆ ଅଛି ଏ କଥା ଭାବିକି ଜାହ୍ନବୀ ୱାଜ୍ ଷ୍ଟାର୍ଟଲ୍ ଅର୍ଥାତ୍ ସେ ଆଶ୍ଚର୍ଯ୍ୟ ହେଇଗଲା। ଇଟ୍ କୁଡ୍ ନଟ୍ ହାଭ୍ ବିନ୍ ଦ ଲିଜର୍ଡ ଏହା କେବେ ଝିଟିପିଟି ହୋଇନପାରେ and the kingfisher was off in the thicket ଅର୍ଥାତ୍ ଏହା କେବେ ବି ଝିଟିପିଟି ହୋଇନପାରେ ଏବଂ ଦେଲା କି ତମର କିଙ୍ଗଫିଶର ମାଛରଙ୍କା ପକ୍ଷୀ was off in the thicket of bamboo eating the fish it had caught ଏହାର ଅର୍ଥ କି a dense group of bushes and trees thicket means ବାଉଁଶ ବୁଦାରେ ବା ବୁଦାରେ ବସିକି ମାଛରଙ୍କା ପକ୍ଷୀ ବସି ତାର ଆହାର ଭକ୍ଷଣ କରିବା କଥା and the kingfisher was off in the thicket of bamboo eating the fish it had caught ସେ ମାଛ ନେଇକି ବାଉଁଶର ବୁଦାରେ ଆହରଣ ଖାଦ୍ୟ ଆହରଣ କରିବା କଥା ଇଟ୍ କୁଡ୍ ନଟ୍ ବି ଦ ପ୍ୟାରୋଟ୍ସ ଏହା କେବେ ବି ଶୁଆ ଗୁଡ଼ିକ ହେଇ ନପାରନ୍ତି ବିକଜ ପ୍ୟାରୋଟ୍ସ cricket and this was such a sleepy voice because parrots cricket ଅର୍ଥାତ୍ ଉଚ୍ଚ ସ୍ୱର ଯଦି ଏହା ଶୁଆ ହୋଇଥାନ୍ତେ ଯଦି ଶୁଆ ଗୁଡ଼ିକ ହୋଇଥାନ୍ତେ ତେବେ ସେମାନେ ଉଚ୍ଚ ସ୍ୱରରେ ଶବ୍ଦ କରିଥାନ୍ତେ this was such a sleepy voice ଏହା ଏକ କ୍ଷୀଣ ସ୍ୱର ଥିଲା she looked around her ସେ ଚତୁଃପାର୍ଶ୍ୱକୁ ଚାହିଁଲା there was not soul in sight she was rather scared and wanted to run away କଥା ଜାହ୍ନବୀ ନିଜେ ଅନୁଭବ କରିପାରୁଛି ଏବଂ ସେ ସ୍ଥାନରେ ବା ସେ ପାର୍ଶ୍ୱରେ କିଛି ବି ନଥିଲା she was rather scared ସେ ପୁନର୍ବାର ଭୟଭୀତ ହେଇଗଲା and wanted to run away ଏବଂ ଦୂରକୁ ଦୌଡ଼ିବାକୁ ଚେଷ୍ଟା କଲା you should not cry you know the voice went on ଏବଂ କିଛି କଣ୍ଠସ୍ୱର ଶୁଭିବାକୁ ପାଇଲା you should not cry you know ଜାଣ and you really should not be scared ବାସ୍ତବରେ ଭୟଭୀତ ହୁଅ ନାହିଁ when you have been coming here to see me every day well almost every day ତୁମେ ପ୍ରତିଦିନ ଏ ପାଖକୁ ଆସୁଛ ଏ କଥା କିଏ କହୁଛି ଆମେ କହିପାରିବା ନଦୀ କହୁଛି when you have been coming here to see me every day ତୁମେ ଯେତେବେଳେ ଏ ପାଖକୁ ଆସୁଛ ସବୁବେଳେ ପ୍ରତିଦିନ ମୋତେ ଦେଖିବାକୁ ପାଉଛ well almost every day ହଁ ଏହା ପ୍ରତ୍ୟେକ ଦିନ ଘଟୁଛି ଦେନ୍ ଦେଖିବା କ'ଣ ରହିଛି he was puzzled ସେ ଭ୍ରମିତ ହେଇଗଲା puzzle means ଭ୍ରମିତ ହେବା ସେ ଭ୍ରମିତ ହେଇଗଲା it was such a voice like the river ଏହା ସତରେ ଏକ ସ୍ୱର କଣ୍ଠସ୍ୱର ଥିଲା like the river ଯେପରିକି ନଦୀର it could not be the river well tell me all about it said the river for it was the river I have got to hurry to reach the sea you know they would not let me go to school said Janvi ତ ଡିଟେଲ ଯଦି ଆମେ ଦେଖିବା she was puzzled ସେ ଚକିତ ହୋଇଯାଇଥିଲା it was such a voice ଏହା ଏକ କଣ୍ଠସ୍ୱର ହିଁ ଥିଲା like the river ସତେ ଯେପରି ନଦୀର it could not be the river ଏହା ନଦୀ ହୋଇନପାରେ will tell me all about it ଠିକ ଅଛି ଏ ବିଷୟରେ ମୁଁ ଜାଣିବାକୁ ଚାହୁଁଛି said the river କି କହିଲା ନଦୀ କହିଲା for it was the river I have got to hurry to reach the sea you know ହଁ I have
ଗଟ୍ ଟୁ ହରି, ମୁଁ ଶୀଘ୍ର ଅଛି। ବା ଆମେ କହିପାରିବା କି ସେ ତରବରରେ ରହିଛି। ଟୁ ରିଚ୍ ଦ ସି, ସମୁଦ୍ରରେ ମିଶିବା ପାଇଁ। ୟୁ ନୋ, ତୁମେ ଜାଣ। ଦେ would not let me go to school, said ଜାହ୍ନବୀ। ତ ଏଠି ଜାହ୍ନବୀ କହିଲା କି ସେମାନେ ମୋତେ ବିଦ୍ୟାଳୟକୁ ଯିବାକୁ ଦେଉନାହାନ୍ତି। I asked my mother, ମାଆକୁ ପଚାରିଲି, why I cannot I go to school like my elder brother ଗୋପୀ and ରାମୁ। ଏଇଠି ପିଲାମାନେ ମନେ ରଖିବ, ତାର ତିନି ଜଣ ଭାଇ ପ୍ରଥମେ ଆମେ ପଢିଥିଲେ। why cannot I go to school like my elder brother, ମୁଁ ମୋର ବଡ଼ ଭାଇ ଗୋପୀ ଏବଂ ରାମୁଙ୍କ ପରି କାହିଁକି ମୁଁ ବିଦ୍ୟାଳୟକୁ ଯାଇପାରିବି ନାହିଁ। and mother had replied, ଏବଂ ତାର ମା ପ୍ରତ୍ୟୁତ୍ତର ଦେଲେ, you are too small baby, may be later, ତୁମେ ବହୁତ ଛୋଟ ଅଛ। may be later, ତୁମେ ପରେ ଯାଇପାର। but when she was 5, କିନ୍ତୁ ସେ ଯେତେବେଳେ 5 ବର୍ଷ ହୋଇଥିଲା, little ରାମୁ was born, ତ ରାମୁ କିଏ? ରାମୁ ହଉଛି ଜାହ୍ନବୀର ଭାଇ। ତ ଯେତେବେଳେ ଜାହ୍ନବୀକୁ 5 ବର୍ଷ ହୋଇଥିଲା, ଲିଟିଲ ରାମୁ ୱାଜ born and mother still said, ଏବଂ ତାର ମା ମଧ୍ୟ କହିଥିଲେ କଣ? ମେ ବି ନେକ୍ସଟ ଇୟର, ତୁମେ ପର ବର୍ଷ ଯାଇପାର। ଜାହ୍ନବୀ ମାଇଣ୍ଡ ୟୁର ଲିଟିଲ ବ୍ରଦର while I go to the field, ଜାହ୍ନବୀ ତୁମେ ଯତ୍ନ ନବ। ମାଇଣ୍ଡ ୟୁର ଲିଟିଲ ବ୍ରଦର while I go to the field, ଯେତେବେଳେ ମୁଁ କ୍ଷେତକୁ ଯିବି, ସେତେବେଳେ ତୁମେ ତୁମର ଭାଇର ଯତ୍ନ ନବ। ଏ କଥା କିଏ କହିଥିଲେ? ତାଙ୍କ ମା କହିଥିଲେ, ଜାହ୍ନବୀର ମା। ଦେନ୍ ଦେଖିବା କଣ ରହିଛି। ଏବଂ maybe next year Janvi, mind your little brother while I go to the field. Now she was nearly 10 and minding little Appu. Who is Appu? Appu ହଉଛି ତାର ଆମେ କହିପାରିବା ଯେ କି ସବୁଠାରୁ ସାନ ଭାଇ। Now she was nearly 10, ଏବଂ ବର୍ତ୍ତମାନ ଜାହ୍ନବୀ 10 ବର୍ଷ ହେଇଯାଇଛି and minding little Appu, ଏବଂ ସେ ଅପୁର ଦେଖାଶୁଣା କରିବ। Who was the smallest, ଯିଏ କି ତାର ସାନ ଭାଇ। They do not want me, they only ଦେଇଛି। She stopped with a so, ଏବଂ they did not want me, ସେମାନେ ମୋତେ ଚାହୁଁନଥିଲେ। they only, ଏଠାରେ ସେ ନୀରବ ରହିଯାଇଛି। stop with a so, ଏବଂ ସେ କଇଁ କଇଁ ହେଇକି ନିଜକୁ ରହିଯାଇଛି, ସ୍ତବ୍ଧ ହୋଇଯାଇଛି। then ଦେଲା, I am scared to go to school, ବିଦ୍ୟାଳୟ ଯିବାକୁ ଭୟଭୀତ ହୋଇଯାଇଛି। and I am so old now, ଏବଂ ମୁଁ ବହୁତ ବଡ଼ ହୋଇଯାଇଛି। they shall never let me go but I want to go, ସେମାନେ ମୋତେ ଯିବାକୁ ଦେଉନାହାନ୍ତି। but I want to go, କିନ୍ତୁ ମୁଁ ଯିବାକୁ ଚାହୁଁଅଛି। କେଉଁଠିକି? ନା ବିଦ୍ୟାଳୟକୁ। I want to learn to read like ଗୋପୀ and ରାମୁ, ଏବଂ ମୁଁ ମଧ୍ୟ ଶିଖିବା ପାଇଁ ଚାହୁଁଛି ଯେପରିକି ଗୋପୀ ଏବଂ ରାମୁ ପରି। I want to know why spiders are yellow in yellow flowers. I want to, ମୁଁ ମଧ୍ୟ ଜାଣିବାକୁ ଚାହୁଁଛି କି କିପରି ହଳଦିଆ ରଙ୍ଗର ଫୁଲ ଉପରେ ବୁଢିଆଣୀ ହଳଦିଆ ରଙ୍ଗ ଦେଖାଯାଇଥାଏ। why bamboo trees rustle, ଏବଂ ବାଉଁଶ ପତ୍ର ଗୁଡ଼ିକର କିପରି ଆମେ କହିପାରିବା ବାଉଁଶ ଗଛ ଗୁଡ଼ିକ କିପରି ଖସଖସ ଶବ୍ଦ ହୁଏ। why the moon always comes from behind the hills, ଏବଂ ଚନ୍ଦ୍ର କାହିଁକି ସର୍ବଦା ପର୍ବତର ବା ପାହାଡ଼ର ପଛପଟରୁ ହିଁ ଆସିଥାଏ। ନେଭର ଦ ଅଦର ୱେ, କାହିଁକି ଅନ୍ୟ ରାସ୍ତାର ନୁହେଁ। why the baby fish in the field water become frogs, ଏବଂ ଛୋଟ ଛୋଟ ମାଛ ଗୁଡ଼ିକ ବା ଛୁଆ ମାଛ ଗୁଡ଼ିକ କିପରି ବେଙ୍ଗରେ ପରିଣତ ହୁଅନ୍ତି। stop said the river, ଏ କଥା ରୁହ ବୋଲି କିଏ କହୁଛି ଏଠି? ନଦୀ କହୁଛି। you make me breathless, ତୁମେ ମୋତେ ଅଣନିଶ୍ୱାସୀ କର ନାହିଁ। so many highs, I can tell you where the moon goes, ମୁଁ ତୁମକୁ କହିପାରିବି ଚନ୍ଦ୍ର କିପରି ବା ଜହ୍ନ କିପରି ଆସେ ଏବଂ କୁଆଡ଼େ ସେ ଯାଏ। the river said secretly, ତୁମକୁ ଗୁପ୍ତ ଭାବରେ ମୁଁ କହିବି।
କଥା ନଦୀ କହୁଛି ଯେ ମୁଁ ତୁମକୁ ଗୁପ୍ତ ଭାବରେ କହିବି। ଇଟ୍ ଗୋଜ୍ ଡାଉନ୍ ଟୁୱାର୍ଡସ୍ ଦ ସି ଏବଂ ସେ ନଦୀର ପାହାଡ଼ ଦେଇକି ଆସେ ଏବଂ ସେ କହିଛି I have seen it always take the same way over the mountain and down to the sea like me। ସେ ଠିକ୍ ମୋ ପରି କଣ ନା I have seen ମୁଁ ଦେଖିଅଛି it always takes the same way ସେ ସବୁବେଳେ ସମାନ ରାସ୍ତାରେ ହିଁ ଯାଏ over the mountain ପର୍ବତର ଉପର ଦେଇକି ଆସେ and down to the sea like me ଏବଂ ସମୁଦ୍ରର ଭିତର ଦେଇକି ସେ ଯାଏ like me ଠିକ୍ ମୋ ପରି। ପିଲାମାନେ ଏହା ଆମେ ତାର ଡିସ୍କସ୍ କଲେ। ନେକ୍ସଟ କ୍ଲାସରେ ଆମେ ପାର୍ଟ 2 କୁ ଡିସ୍କସ୍ କରିବା ଏବଂ ନମ୍ବର 3 କ୍ଲାସରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସରକୁ ମଧ୍ୟ ଡିସ୍କସ୍ କରିନେବା। ଏବଂ ରିକ୍ୱେଷ୍ଟ ରହିବ କି ଯଦି ତୁମେମାନେ ଚ୍ୟାନେଲରେ ନୂଆ ଅଛ ତେବେ ନିଶ୍ଚିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବ। ଥ୍ୟାଙ୍କ ୟୁ ଫର ୱାଚିଂ।